ଗୋଟିଏ ଦିନ ରୁନୁ ଚଢ଼େଇ ତାର ଦୁଇ ଛୁଆଙ୍କୁ ଉଡ଼ାଇବା ଶିଖାଉଥିଲା। ସେମାନେ ଏ ଡାଳରୁ ସେ ଡାଳକୁ ଉଡ଼ି ବୁଲୁଥିଲେ ଏବଂ ଆନନ୍ଦ ଉପଭୋଗ କରୁଥିଲେ। ମା ମା ବଢ଼ିଆ ଲାଗୁଛି ଉଡ଼ିବାକୁ। କେତେ ସୁନ୍ଦର ଏ ଜଙ୍ଗଲ, ଆଉ କେତେ ରଙ୍ଗୀନ ଫଳ ହୋଇଛି। ଇଚ୍ଛା ହେଉଛି ଏ ଫଳ ସବୁ ଖାଇଦେବାକୁ। ନା ନା ପିଲାମାନେ, ଏ ଫଳ ସବୁ ସିନା ଦେଖିବାକୁ ସୁନ୍ଦର, ହେଲେ ଏହା ଭିତରେ କିଛି ବିଷ ଫଳ ମଧ୍ୟ ଅଛି। ମୋତେ ନ ପଚାରି ତୁମେ କୌଣସି ଫଳ ଖାଇବନି। କିନ୍ତୁ ପିଲାମାନେ ବହୁତ ଛୋଟ ଥିଲେ, ତେଣୁକରି ତାଙ୍କୁ ଏ ଉପଦେଶ ଭଲ ଲାଗିଲା ନାହିଁ। ସେମାନେ ଭାବିଲେ ଏ ବଡ଼ମାନେ ଏମିତି କହିଥାନ୍ତି, ତାଙ୍କ କଥା ମାନିବା କିଛି ଦରକାର ନାହିଁ। ତେଣୁକରି ସେମାନେ ତାଙ୍କର ମାଙ୍କ ଉପଦେଶକୁ ଭୁଲିଗଲେ। ଗୋଟିଏ ଦିନ ରୁନୁ ଚଢ଼େଇ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଯାଇଥାଏ। ତାର ଛୁଆମାନଙ୍କୁ ବହୁତ ଜୋରରେ ଭୋକ ଲାଗିଲା। ଆରେ ଆମମାନଙ୍କୁ ତ ବହୁତ ଜୋରରେ ଭୋକ ଲାଗିଲାଣି। ମା ଏପର୍ଯ୍ୟନ୍ତ କୁଆଡ଼େ ଗଲେ ଯେ? ଆରେ ଏ ପାଖରେ ତ କେତେ ରଙ୍ଗୀନ ରଙ୍ଗୀନ ଫଳ ଅଛି। ଚାଲ ଆମେ ଯିବା, ସେଥିରୁ କିଛି ଖାଇଦେବା, ଆଉ ମା ପାଇଁ କିଛି ଆଣିବା। ସେ ଆସିଲେ ଖାଇବେ ଆଉ ବହୁତ ଖୁସି ହେବେ। ହଁ ହଁ, ତୁମେ ଠିକ କଥା କହୁଛ। ଚାଲ ଆମେ ସାଙ୍ଗ ହୋଇଯିବା, ଫଳ ଖାଇବା ଆଉ ମା ପାଇଁ କିଛି ଆଣିବା। ତାପରେ ସେମାନେ ଫଳ ପାଇଁ ବାହାରକୁ ଗଲେ। ତାପରେ ପିଲାମାନେ ମନ ଇଚ୍ଛା ଫଳ ଖାଇଲେ ଆଉ ସେଥିରୁ କିଛି ତାଙ୍କ ମାଙ୍କ ପାଇଁ ଘରକୁ ଆଣିଲେ। କିଛି ସମୟ ପରେ ରୁନୁ ଦାନା ନେଇ ଘରକୁ ଆସିଲା, ଆଉ ସେ ଦେଖିଲା ତାର ଛୁଆମାନେ ଅସୁସ୍ଥ ହୋଇପଡ଼ିଛନ୍ତି ଆଉ ତାଙ୍କ ପାଖରେ କିଛି ବିଷାକ୍ତ ଫଳ ମଧ୍ୟ ଅଛି। ସେ ବୁଝିଗଲା ତାର ପିଲାମାନେ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଯାଇଛନ୍ତି। ରୁନୁ ତା ପାଖରେ କିଛି ଚେରମୂଳି ଔଷଧ ରଖିଥିଲା। ସେ ସଙ୍ଗେ ସଙ୍ଗେ ତା ପିଲାମାନଙ୍କୁ ଖୁଆଇ ଦେଲା ଆଉ ତାଙ୍କ ସେବା କଲା। କିଛି ସମୟ ପରେ ସେମାନେ ସୁସ୍ଥ ହୋଇପଡ଼ିଲେ। ମା, ତୁମେ କେତେବେଳେ ଆସିଲ? ଆଉ ଆମର କ'ଣ ହୋଇଥିଲା? ତୁମେମାନେ ମୋ ଉପଦେଶ ନ ମାନି ଏ ବିଷ ଫଳ ସବୁ ଖାଇ ଦେଇଥିଲ, ସେଥିପାଇଁ ତୁମେ ଅସୁସ୍ଥ ହୋଇଯାଇଥିଲ। ଆଉ ମୁଁ ଔଷଧ ଦେବାରୁ ତୁମେ ପୁଣି ଭଲ ହୋଇଗଲ। ମା, ଆମର ଭୁଲ ହୋଇଯାଇଛି, ତୁମେ ଆମକୁ କ୍ଷମା କରିଦିଅ। ତେଣୁକରି ପିଲାମାନେ, ତୁମେମାନେ ବଡ଼ମାନଙ୍କ କଥା ମାନିବା ଉଚିତ। ଯଦି ତୁମେ ସେମାନଙ୍କ କଥା ନ ମାନିବ ତାହେଲେ ବିପଦରେ ପଡ଼ିବ। ଯଦି ଆପଣମାନଙ୍କୁ ଆମର ଏ ଭିଡ଼ିଓଟି ପସନ୍ଦ ଆସିଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଭିଡ଼ିଓକୁ ଗୋଟେ ଛୋଟ ଲାଇକ୍ କରିବେ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦେବେ, ଯାହାଫଳରେ କି ଆପଣମାନେ ସବୁବେଳେ ନୂଆ ନୂଆ ଭିଡ଼ିଓ ଦେଖିପାରିବେ।